ବାପା ମାନେ BSNL, ମା ମାନେ Airtel, ଏୟାରଟେଲ, ଭାଇ ମାନେ Idea, ଆଇଡିଆ, ଝିଅ ମାନେ Tata Docomo, ଡକୋମୋ। ମୁଁ ସମସ୍ତଙ୍କୁ ଚାରିଟା ଭାଗରେ ବିଭକ୍ତ କରିଛି। ୟୁଟ୍ୟୁବରେ ଏତେ ବର୍ଷ ହେଇଗଲାଣି ମୁଁ କହିଛି ସେଇଟା କିଏ କିଏ ଲୋଡ୍ କରିଦେଇଛି ସେଇଟା। ବାପା ମାନେ ଜୋରେ କୁହନ୍ତୁ। ବାପା ହେଉଛି ସବୁବେଳେ ତାଙ୍କର ଚିନ୍ତା ଗଭର୍ଣ୍ଣମେଣ୍ଟ ଚିନ୍ତା। ଭାରତ ସଞ୍ଚାର ନିଗମ ଲିମିଟେଡ ତାଙ୍କର ଚିନ୍ତା ସବୁବେଳେ ଗଭର୍ଣ୍ଣମେଣ୍ଟ। ନିଜର ପୁଅ ହେଉ ଝିଅ ହେଉ, ମୋର ପୁଅ ଡାକ୍ତର ହେଉ, ମୋର ପୁଅ ଇଞ୍ଜିନିୟର ହେଉ, ମୋର ପୁଅ ମାଷ୍ଟର ହେଉ, ମୋର ପୁଅ ଏମପି ହେଉ, ବଡ଼ ଲୋକ ହେଉ, ଗୋଟେ IAS ଅଫିସର ହେଉ, OAS ଅଫିସର ହେଉ, ଖାଲି ଖାଲି ତାର ଚିନ୍ତା, ବାପାଙ୍କର ଚିନ୍ତା କ'ଣ? ଗଭର୍ଣ୍ଣମେଣ୍ଟ Government ଚିନ୍ତା, Chinta, ଖାଣ୍ଟି ଗଭର୍ଣ୍ଣମେଣ୍ଟ। ତାଙ୍କ ଚିନ୍ତା ଗୁଡ଼ାକ ଆଉ କିଛି ନାହିଁ। ମୋର ପୁଅ ସ୍ୱର୍ଗ ଯାଉ, ମୋର ପୁଅ ଭଲରେ ରହୁ, ନରକରୁ ରକ୍ଷା ପାଉ, ସେଇଟା ତାର ଚିନ୍ତା ନାହିଁ। ବାପା ଯଦି କହିବେ ହେ ବାପା ବାବା I need one computer, yes morning time our saw tell now I want to one computer, okay I will give you ସାଙ୍ଗେ ସାଙ୍ଗେ। ପୁଅ ଯଦି କହିଦେଲା କି ଝିଅ ଯଦି କହିଦେଲା ବାପା ମୋତେ କମ୍ପ୍ୟୁଟର ଦରକାର, ମୋର ସାର୍ କହିଛନ୍ତି ଗୋଟେ କମ୍ପ୍ୟୁଟର ନଲେଜ ଦରକାର, ତାପରେ ମୋର ଟିକେ ଟାଇପିଂ ସ୍ପିଡ ବାହାରୁଛି 75 ସ୍ପିଡ ଯଦି ହେଇଯିବ ବୋଲେ ମୋତେ ସେ କାହା କରିବି। ହଁ କେମିତି ବାପା କେତେ ପଇସା ହେବ? 35,000। ହଉ ଛେଳି 4ଟା ବିକି ଦେବି। ଛେଳି 4ଟା ବିକି ଦେଇ କମ୍ପ୍ୟୁଟର ଦେଇକି ଟପା ଟପ, ତାପରେ କହିବେ ବାପା ବାପା ଟଚ୍ ରଖେ ଟଚ୍ ଟଚ୍ ଟଚ୍। କ'ଣ ଟଚ୍ ରଖେ? କମ୍ପ୍ୟୁଟର টাইপিং স্পিড কিবোর্ড চড় 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 75 ହେଲା କି 75 ହେଉଛି ନାଇଁ ବାପା କେବେ ଗଭର୍ଣ୍ଣମେଣ୍ଟ ଚାକରି ଗଭର୍ଣ୍ଣମେଣ୍ଟ। ବାପାର ଚିନ୍ତା ଖାଲି ଗଭର୍ଣ୍ଣମେଣ୍ଟ। ଟଚ୍ ରଖେ କୋଉଥିରେ? କମ୍ପ୍ୟୁଟର। କିନ୍ତୁ କେବେ କହିବେ ନାହିଁ ଏ ବାପା ମାନେ ଏତେ କଷ୍ଟ କରିକି ଜନ୍ମ କରୁଛୁ ଆମେ ପିଲାମାନଙ୍କୁ, ବାବୁ ବାଇବେଲରେ ଟିକେ ଟଚ୍ ରଖେ, କାଳେ ନରକ ଯିବୁ, ସ୍ୱର୍ଗ ମିସ୍ କରିଦେବୁ, କାଳେ ପଥଭ୍ରଷ୍ଟ ହେଇଯିବୁ, ସେଇଟା କେବେ ଟଚ୍ ରଖେ କୁହନ୍ତିନି। ଦୁଃଖ ଲାଗେ। ବାପାଙ୍କର ସବୁ ଚିନ୍ତା ଖାଲି ଗଭର୍ଣ୍ଣମେଣ୍ଟ ଚିନ୍ତା, BSNL। ମାର ଚିନ୍ତା Airtel, କ୍ଷମା କରନ୍ତୁ, ଏୟାରଟେଲ। ଏୟାର ମାନେ ପବନ, ଏୟାର ମାନେ Pavana, ଟେଲ ମାନେ Kohiba, କଥାବାର୍ତ୍ତା। ମା ମାଙ୍କର କଥାବାର୍ତ୍ତା ସବୁ ପବନରେ କଥାବାର୍ତ୍ତା। ସୌରା ଭାଷାରେ ବଢିଆ କହେ ପୁଇଙ୍ଗର, କଥାକୁ ଉଡେଇକି କହେ। କୂଅ ମୂଳରେ ବସିଲେ ଏ ପ୍ରଭୁ ମୁଁ ସୁନ୍ଦରୀକୁ କହେ ଏ ସୁନ୍ଦରୀ କୂଅକୁ ଯାଆନା। କ୍ଷମା କରୁ, କୂଅକୁ ଯାଆନା। କୂଅରେ ଗଲେ ଘଷିବାଟା କମ୍, ତାଙ୍କର ଘରେ ପୁଣି ଏମିତି ହେଲା ସେ ପୁଣି ତ ଭର୍ତ୍ତି କରିବ ତାଙ୍କ ଘରେ ସେଇଟା ପୁଣି ଏଇଟା କଣ ଆଗରୁ ତା ଘର ସବୁ ଗାଁଟା ଯାକର ଷ୍ଟୋରି ଘରକୁ ଆଣିବ। ତାପରେ ଆସି କହିବ ସାଙ୍ଗ ଓ ଇଏ ନାଇଁ କି ସେ ତାଙ୍କର ସେ ଗୋପାଳଙ୍କ ଘରେ ନାଇଁ କି ତୁ ଗୋପାଳ ଘର କେତେବେଳେ ଗଲୁ? ନାଇଁ ନାଇଁ କୂଅରେ କୂଅ ମୂଳକୁ ଯାଆନା। ଏ କୂଅରେ ଗଲା ପରେ ସେ ଯେତେ ଗଭୀର ଥିଲେ ବି ପାଣି କାଢି ଦଉଛନ୍ତି। ଯେତେ ଗଭୀର ପାଣି ଥିଲେ ବି ସବୁ ତାପରେ ଦାଣ୍ଡାଟି ଗାଳି ଦଉଛନ୍ତି। ଆମ ଘରେ ସାଡେ କାଦୁଅ ହେଇଯାଉଛି। ଜମା ସେମିତି ନାହିଁ। କାହିଁକି ପ୍ରଭୁ ବି ଜାଣିଛନ୍ତି, ସ୍ୱର୍ଗର ଦୂତ ମାନେ ବି ଜାଣିଛନ୍ତି ମା ମାନଙ୍କର ପାଟି। ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ହେଲା ପରେ ଆଗ ଦର୍ଶନ କାହାକୁ ଦେଲେ? କାହିଁକି? ପୁଅକୁ ଦେଇଥିଲେ ନା। କଥା ବୁଣିବାର ଏମାନେ ହଉଛି ନା ଜାଣିଛନ୍ତି। ଏଠି କଥା ସେଠି ଫୋପାଡିବା ପାଇଁ କିଏ ଫାଷ୍ଟ? ଦୂତ ବି ଜାଣିଥିଲେ। ଏଥିପାଇଁ ମା ଯୀଶୁ ପଢିଲେ କ୍ଷମା କରନ୍ତୁ। ଏୟାରଟେଲ କଥା ବୁଣିବା ନାହିଁ ପରା, ବୁଣିବା କି? ଯୀଶୁଙ୍କ ବିଷୟ ଶୁଣନ୍ତୁ, ଅନ୍ୟ କାହାର କୁଟ କପଟ କଥା ଆମେ ବୁଣିବା ନାହିଁ। ସ୍ୱାମୀ ହାଲି ଯାଇକି ଆସିଥିବ, ସେବା କାର୍ଯ୍ୟରୁ ବୁଲି ବୁଲି ଆସିଲା ବେଳେ ଯଦି ପାଣି ଗ୍ଲାସଟି ମାଗିଲା, ପାଣି ହେଇଗଲେ ସାଙ୍ଗେ ସାଙ୍ଗେ ହଁ ପାଣି ପିଇବ କି? ହାଲି ହେଇଗଲେ କି ଛତା ଥିଲା ନା ନାଇଁ, ନା ଚାଲିକି ଆସିଲ, ନା ଗାଡିରେ ଆସିଲ, ନା ବାଇକରେ ଆସିଲ, ପଚାରନ୍ତୁ।
ବେଳେ ବେଳେ ସ୍ତ୍ରୀ ମାନେ ଏମିତି ଓ ଘରେ ବସିଥିବେ ଚେୟାର ପକେଇ ବସିଥିବେ ସ୍ୱାମୀ ସାଡେ ହାଲିଆ ଆମର ଲାଗି ଆସିବ ଗୋଟେ ପାଣି ଗୋଟେ ଗ୍ଲାସ ଦେରେ ବୋଲେ ଆଖି ଫୁଟି ଯାଉଛି ଟେବୁଲ ଗୋଟେ ପିଇ ଦେଉନି ସେମିତି ହେବା ନାହିଁ ପାଣି ଦେବା ହାଲିଆ ହେଲ କି ଗୋଡ଼ ଚପେଇ ଦେବି କି ଗୋଡ଼ ଚପେଇ ଦେବି ଟିକେ ମୁଣ୍ଡ କାଟୁଛି କି ଖରା ବାଜିଲା କି କିଏ କୋଉଠି ଖାଇଲ ନା ନାହିଁ ସରବତ ଟିକେ ବନେଇ ଦେବି କି ଲେମ୍ବୁ ପାଣି ଟିକେ କରିକି ଦେବି ତା ହେଉଛି ପ୍ରେମ ତା ହେଉଛି ସ୍ୱାମୀ ସ୍ତ୍ରୀ ସେ ରାଗି ଯାଇଥିଲେ ମଧ୍ୟ ମୋର ସ୍ତ୍ରୀ ଏଠିକି ଆସିଥିଲେ ମଧ୍ୟ ଯେତେବେଳେ ସେ ସରବତ ଗ୍ଲାସଟି ଦେଇଦେବ ଅଛି ତାପରେ ମୁଁ କରିକି ଦେଲା ଗାଡ଼ି କରିବି କି ସୁନ୍ଦରୀ କି ବୁଦ୍ଧି ହେଲେ ଭାଇ ମାନେ ଆଇଡିଆ କ'ଣ ବାପାର ସବୁବେଳେ ଚିନ୍ତା ଥିବ ପିଲାମାନଙ୍କର ରୋଜଗାର ତ କିଛି ନାହିଁ ପାଠଶାଠ ପଢୁଛନ୍ତି ଆଉ କ'ଣ କରିବେ ମୋବାଇଲ ତାଙ୍କୁ ଦରକାର କ'ଣ ଦରକାର ମୋବାଇଲ ମିଳିବ କି ସହଜରେ ନାଇଁ ଆଇଡିଆ ଲଗାଇବାର ଅଛି ହେଲେ ମିଳିବ କେମିତି ଆଇଡିଆ ବାପା ମୋର ଟ୍ୟୁସନ ଫିଜ୍ 700 ଏଇଟା ଫିଜ୍ 900 ଏ ଫିଜ୍ ସେତିକି ସେ ଗୋଟେ ବହି କିଣିବି ଏତିକି ଏଇଟା କିଣିବି ଏତିକି ସେଟା ଏତିକି ବାସ୍ ସର୍ବମୋଟ 10,000 ବିଲ୍ 10,000 ହେଲେ ମୋବାଇଲଟା ଗୋଟେ ଏ ବର୍ଷ ମୋର ବାପା 50,000 ଭାଲିଆ ବିକିଲା 10,000 କେମିତି ଖସେଇବି ସେ ଆଇଡିଆ ହଁ ନା ସେଥିପାଇଁ ତାଙ୍କୁ ମୁଁ ତାଙ୍କର ସିମ୍ ଆଇଡିଆ କରିଦେଇଛି ଝିଅମାନେ ଡକୋମୋ ମା ହାଟକୁ ଯିବି କ'ଣ ପାଇଁ ଯିବୁ ଯିବି ହଉ ଯାଇକିଆ କୋଉଠି ପାଣିଗଣ୍ଡା ପାଣିଗଣ୍ଡା ଯାଇକି ନାଇଁ ବ୍ରାହ୍ମଣୀ ଘାଟ ଟିକେ ଯାଇକି ହଉ ଯାଇକି ଆଜି ଜଲ୍ଦି ହଁ ଆସିବି ଏ ଭିତରେ ଗୋଟେ ଫୋନ୍ ଧରିଥିବ ସିଆଡ଼େ ହ୍ୟାଲୋ ଭାଇନା ହ୍ୟାଲୋ କି ଭାଇନା ହଁ ହଁ କୋଉଠି ପଣସ ଗଛ ହ୍ୟାଲୋ କି ଭାଇନା ହାଇ ଭାଇନା ଟାଟା ସିଆଡ଼େ ଯିବି ଓ ଭାଇନା ପଳେଇବୁ କି ଭାଇନା ଟାଟା ଆଉ କେତେବେଳେ ଦେଖା ହବ ନା ହଉ ଭାଇନା ଟାଟା ଡକୋମୋ ଟାଟା ଡକୋମୋ ସେଇଥିପାଇଁ ମୁଁ କହୁଛି ଟାଟା ଡକୋମୋ ସମସ୍ତଙ୍କର ମନ ଅଲଗା ଅଲଗା କାହାର ମନ ସହିତ ସମାନ ନାହିଁ ଫିର ବି ମଣ୍ଡଳୀର କର୍ମକର୍ତ୍ତାର ମନ ଅଲଗା ସମସ୍ତଙ୍କର ମନ ଅଲଗା ଚାଳକର ମନ ଅଲଗା ନିକନ୍ଦର ମନ ଅଲଗା ଜଣେ ପ୍ରେସିଡେଣ୍ଟ ତାର ମନ ଅଲଗା ଜଣେ ସେକ୍ରେଟାରୀ ତାର ମନ ଅଲଗା ଜଣେ ଉଦ୍ୟୋକ୍ତା ତାର ମନ ବି ଅଲଗା ତାର ଜ୍ଞାନ ଅନୁସାରେ ତାର କିଛି ନା କିଛି ଚକ୍କର ଚାଲୁଥିବ ମୁଣ୍ଡ ଭିତରେ ଏ ସବୁ ଭିତରେ ଏ ସମସ୍ତଙ୍କର ମନ ଅଲଗା ହେଲେ ମଧ୍ୟ ମନେ ପକାନ୍ତୁ ଯେତେବେଳେ ଆପଣମାନେ କାଠ ପାଇଁ ପର୍ବତକୁ ଯାଉଛନ୍ତି କାଠ ପାଇଁ କରଞ୍ଜ କାଠ ଆଣୁଛନ୍ତି ନା ନାହିଁ କେନ୍ଦୁ କାଠ ଆଣୁଛନ୍ତି ନା ନାହିଁ ସରଗୀ କାଠ ଆଣୁଛନ୍ତି ନା ନାହିଁ ପଣସ କାଠ ଆଣୁଛନ୍ତି ନା ନାହିଁ ଭାଲିଆ କାଠ ଆଣୁଛନ୍ତି ନା ନାହିଁ ବିଭିନ୍ନ ପ୍ରକାର କାଠ କେନ୍ଦୁ କାଠ ଜଳେଇଲା ବେଳେ ହବ ତଥାପି ଆପଣ ଆଣୁଛନ୍ତି ନା ନାହିଁ ଯେତେବେଳେ ସବୁ ଯାକ ସେ କାଠ ଏ କାଠ ସରଗୀ କାଠ କେନ୍ଦୁ କାଠ ଏ କାଠ ବିଭିନ୍ନ ପ୍ରକାର କାଠ ଆଣୁଛନ୍ତି କିନ୍ତୁ ଘରକୁ ଆଣିଲା ବେଳେ ଗୋଟିଏ ମାତ୍ର ଦଉଡ଼ିରେ ବାନ୍ଧୁଛନ୍ତି ହାଲେଲୁୟା ଗୋଟିଏ ମାତ୍ର ଦଉଡ଼ିରେ ବାନ୍ଧି ଗୋଟେ ବିଡ଼ା କରି ଆପଣ ଘରକୁ ନେଇକି ଆସିଛନ୍ତି ଠିକ ସେଇଭଳି ବିଭିନ୍ନ ପ୍ରକାର ମନ ହେଲେ ମଧ୍ୟ ବିଭିନ୍ନ ପ୍ରକାର ଚିନ୍ତା ହେଲେ ମଧ୍ୟ ଯୀଶୁ ରୂପ ଦଉଡ଼ିରେ ପ୍ରେମ ରୂପ ଦଉଡ଼ିରେ ବାନ୍ଧି ଦିଅନ୍ତୁ ହାଲେଲୁୟା ହାଲେଲୁୟା କାହିଁ ପରମେଶ୍ୱର ଚାହାନ୍ତି ପ୍ରେମରେ ବଢିବା ପ୍ରେମରେ ଦିନକୁ ଦିନ ଅଭିବୃଦ୍ଧି ହେବା କାରଣ ଈଶ୍ୱର ତ ପ୍ରେମ ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରିବା ତାହେଲେ ନିଶ୍ଚିତ ପ୍ରଭୁ ଆମକୁ ଦୟା କରିବେ କିନ୍ତୁ ଜେରେମିୟା ପୁସ୍ତକ ତାର 2 ପର୍ବ 5 ପଦ ଜେରେମିୟା ପୁସ୍ତକ ତାର 2 ପର୍ବ 5 ପଦ ସଦାପ୍ରଭୁ ଏହି କଥା କହନ୍ତି ଜେରେମିୟା ପୁସ୍ତକ 2 ପର୍ବ ତାର 5 ପଦ ସଦାପ୍ରଭୁ ଏହି କଥା କହନ୍ତି ତୁମ୍ଭମାନଙ୍କର ପିତୃପୁରୁଷ ମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ପ୍ରଭୁ ଆମକୁ ଅନ୍ୟାୟ କରିଛନ୍ତି କି କୌଣସି ଦୋଷ କରିଛନ୍ତି କି ପ୍ରଭୁ ଆମକୁ ମାତ୍ର ଆମେ ପରମେଶ୍ୱରଙ୍କ ଠାରୁ ଦୂରକୁ ଯାଉଛୁ ସେ କହୁଛନ୍ତି ସଦାପ୍ରଭୁ ଏହି କଥା କହନ୍ତି ତୁମ୍ଭମାନଙ୍କର ପିତୃପୁରୁଷ ମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି
ଓ ଅସାରତାର ପଶ୍ଚାତ ଗମନ କରି ଅସାର ହୋଇଛନ୍ତି। ଆଜି ଆମ ମଣ୍ଡଳୀକୁ ଟିକେ ଦେଖୁ, ଆମ ପରିବାରକୁ ଟିକେ ଦେଖୁ, ଆମେ ପ୍ରଭୁ ଆମକୁ କ'ଣ କରିନିଅନ୍ତୁ। ସବୁ ମଙ୍ଗଳ ପରେ ମଙ୍ଗଳ, ଦୟା ପରେ ଦୟା, ଆମର ଖାଇବାର ପରିବର୍ତ୍ତନ, ଆମ ପିନ୍ଧିବାର ପରିବର୍ତ୍ତନ, ଆମର ଶଯ୍ୟା ପରିବର୍ତ୍ତନ, ଆମର କହିବାର ଶୈଳୀ, ଆମର ବିହେଭିୟର। ମୁଁ ଗୋଟେ ସୌରା ଲୋକ, ଜେଜେଙ୍କ କଥା ମୁଁ କହିଲି, ସ୍ତ୍ରୀ ପାଇବନି କହିଲେ, ସ୍ତ୍ରୀ ପାଇଲେ ମରିଯିବ ଯୁବ ଅବସ୍ଥାରେ କହିଲେ। କାହିଁକି ମରିବ? ଯୀଶୁଙ୍କୁ ଥରେ ପାଇଲା ପରେ ଜୀବନ ପାଇଲେ, ଅନନ୍ତ ଜୀବନର ପଥ ପାଇଲେ, ଆଉ ପଥ ପାଇଲା ପରେ ସ୍ତ୍ରୀ ପାଇଲେ, ପ୍ଲସ୍ ଆଉ ଗୋଟେ 3ଟା ପୁଅ 2ଟା ଝିଅ। ପ୍ରଥମ ପୁଅ ଡେଭିଡ, ଯେହେତୁ ଡେଭିଡଙ୍କର ଶିକ୍ଷା ଦ୍ୱାରା ଆଙ୍କର ପରିବର୍ତ୍ତନ ହେଇଥିବା ସକାଶୁ ମୋ ବାପା ନାଁ ହେଉଛି ଡେଭିଡ। ପ୍ରଥମ ପୁଅ, ବାପାଙ୍କର ପ୍ରଥମ ପୁଅ ଡେଭିଡ, ତାପରେ ଆସିଲା ଯକ୍ଷ, ତାପରେ ଆସିଲା ସାରା, ସଫିରା, ତାପରେ ଅବ୍ରାହମ। 5ଟି ପ୍ରଭୁ ଆଜି ମକା ସୁନ୍ଦର କରି ସେ ବଂଶକୁ ବଢେଇଛନ୍ତି। ସେଇ ବଂଶରେ ମୁଁ ମଧ୍ୟ ଜଣେ। ହାଲେଲୁୟା। ବାପା ଯେତେବେଳେ ପ୍ରଥମ ପୁଅ, ସିଏ ପାଠ ପଢିଲେ, ଭଲ ପାଠ ପଢିଲେ, ଘରକୁ ଚାକିରି ଆସିଥିଲା। ଘରକୁ ଚାକିରି ଆସିଲା, ସିଲେଇ ମାଷ୍ଟର, କି ମାଷ୍ଟର, କ'ଣ କ'ଣ ସବୁ ଟିଚର ଗୁଡାକ ଆସିଥିଲେ, ଭଲ ପାଠ, ଭଲ ଷ୍ଟୁଡେଣ୍ଟ, ଦୋଘରିଆର ଷ୍ଟୁଡେଣ୍ଟ ଅଛନ୍ତି ବାପା। ଘରକୁ ଚାକିରି ଆସିଲା, କିନ୍ତୁ ବାପା କହିଲେ ମୁଁ ହେଉଛି ଘରର ବଡ଼ ପୁଅ, ପ୍ରଥମ ସନ୍ତାନ ପରମେଶ୍ୱରଙ୍କର। ସେଥିପାଇଁ ମୁଁ ଯେତେବେଳେ ପ୍ରଥମ ପୁଅ, ମୋର ବାପା ଯେତେବେଳେ ପ୍ରଥମ ମଣ୍ଡଳୀ ସ୍ଥାପନ କରିଛି, ଏ ମଣ୍ଡଳୀକୁ ମୁଁ ଗଢ଼ି ତୋଳିବି ବୋଲି ବାପା ଆଉ ଚାକିରି କଲେ ନାହିଁ। ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କ ସେବାରେ, ବୁଝୁ ନ ବୁଝୁ ସେବାରେ ଆଜି ପର୍ଯ୍ୟନ୍ତ ନିଜକୁ ଉତ୍ସର୍ଗୀକୃତ କରିଦେଲେ। ହାଲେଲୁୟା। ଗଭର୍ଣ୍ଣମେଣ୍ଟକୁ ଆଉ ଦେଖିଲେ ନାହିଁ। ପ୍ରଭୁ ଯେତିକି ଦେଉଛନ୍ତି ସେତିକିରେ ସଫିସିଏଣ୍ଟ। ତାଙ୍କର ବଡ଼ ପୁଅ ମୁଁ। ସେଥିପାଇଁ ମୁଁ ଫିଲ୍ଟରିଂ ମାରି କହୁଛି ନା ଭାଇ। ହାଲେଲୁୟା। ବାଇଗଣ ଦେବ, ଟମାଟୋ ଦେବ, କି ଲାଭ? ପୁଅ ଝିଅ ଦିଅନ୍ତୁ ପ୍ରଭୁକୁ। ଆପଣଙ୍କର ଝିଅ ଯଦି ବଡ ହେଇଛି, ବେରି କାମ ପାଇଁ ମଣ୍ଡଳ ଛାଡ଼ନ୍ତୁ, ଚାଲ ନା ବେରି କାମ କର। ଖାଲି ରବିବାର ଦିନ ସେ ବେରି ଏକା ନାହିଁ, ତମେ ବି ଟିକେ ଯାଅ। ମୋ ଝିଅକୁ ଆଜି କହେ, ଏମା ରବିବାର ଦିନ ହେଇଗଲେ ମଧ୍ୟ, ଏମା ଯା ଗିର୍ଜା ଘର ଟିକେ ଝାଡୁ କରିକି ଆସୁ। ମୁଁ କାହିଁକି ବାବା ଯିବି? ଯାଅ। ଓକେ ବାପା। କାହିଁକି କହି ମୁଁ ଜାଣିଛି ପ୍ରଭୁଙ୍କୁ ପ୍ରେମ କରିବାର ଫଳ ମୁଁ ଜାଣିଛି। ଆଜି ପିଲାମାନେ ଓବିଡିଏନ୍ସ ଶିଖିଲେ। ମୁଁ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛି, ମୋର କାର୍ଯ୍ୟ ପ୍ରଭୁ କରୁଅଛନ୍ତି। ହାଲେଲୁୟା। ମୁଁ ଈଶ୍ୱରଙ୍କୁ ପ୍ରେମ କରିବା ଶିଖିଛି। ମୋର ପିଲାମାନଙ୍କର, ମୁଁ ପିଲାମାନଙ୍କୁ ଶିକ୍ଷା ଦିଏ ନାହିଁ, ମୁଁ ଶିକ୍ଷା ଦିଏ ନାହିଁ। ରାତିରେ ରେଭେଲେସନ ଉପରେ ଭଲ ମେସେଜ ଝିଅ ଦଉଥିଲା, ସକାଳେ ପ୍ରାର୍ଥନା ତାକୁ ସୁଯୋଗ ଦେଇଥିଲେ, ଆଜି ସକାଳେ ପ୍ରାର୍ଥନା କରିବା ପାଇଁ ସୁନ୍ଦର ପ୍ରାର୍ଥନାରେ ସେ କରେଇଲେ। ମୁଁ କାନ୍ଦି ପକେଇନି, ଭୋ ଭୋଇ କାନ୍ଦି। ପ୍ରଭୁ ଧନ୍ୟବାଦ ଦଉଛି, ମୋ ଝିଅକୁ ସେମିତି ବ୍ୟବହାର କରୁଛୁ। ପ୍ରଭୁ ଆମେ କିଛି ଜାଣିନୁ ବାପା, ପ୍ରଭୁ ଆମେ ପାରିବୁନି ପ୍ରଭୁ ଜଗତକୁ କ୍ରସ୍ କରିବା ପାଇଁ। ପ୍ରଭୁ ଯୁବା ଜୀବନ ପ୍ରଭୁ ତୁମେ ଧର, ପ୍ରଭୁ ତୁମେ ଆମକୁ ରକ୍ଷା କର, ପ୍ରଭୁ ଏ ମନ୍ଦଳୁ ପ୍ରଭୁ ରକ୍ଷା କର ବାପା। ବାପା ମା କଥା ମାନିବା ପାଇଁ ଆମକୁ ଶିକ୍ଷା ଦିଅ ପ୍ରଭୁ, ଉଦ୍ଧାର କର ପ୍ରଭୁ। କାନ୍ଦି ପ୍ରଭୁ ଧନ୍ୟବାଦ ଦଉଛି ବାପା। ଅଲଗା ବିଷୟ ମତେ ଦରକାର ନାହିଁ, ମୋ ଝିଅ ତୁମକୁ ଜାଣିଲା, ତାଠୁ ବଡ଼ ବିଷୟ ନାହିଁ। 17 ବର୍ଷ, ମାତ୍ର 17 ବର୍ତ୍ତମାନ